ओंकार बिंदु संयुक्तं नित्यं ध्यान्ति योगिना कमलं मोक्षदं शैव ओंकाराय नमो नमः। हे भोलानाथ ओ पुओ बहु एमती सुखरे थांतु, तांको परिवार एमती हसुथाऊ। मु तो बुढ़ा हो गली, आम बुढ़ा बुढ़ी दिहे एमती सबुदिन शेष पर्यंत तुम पाद पद्म लय रखी ध्यान करुथाऊ। एई भली आपत्ति करी मुंडिया मारी श्यामाचरण आसिले। गृह देवतांक पूजा सरिला एवं पाखरे धर्मपत्नी बसचंती। बहु चा धरी आनी बापा को बढ़ई देला, शशुर को बढ़ई देला। सास ससुर चा ढोकुडकू विनीत भाव रे कहला, बापा मते अनुमति दियंतु ओ पठई दियंतु। मु आजीवन आम घरे कटेइबी। चा कप को टेबुल ऊपर थोई देई बाबू श्यामाचरण पचारे, माँ कौन है कौन है माँ एमती कहीं कहूचु। ठीक एतिकी बेले तांको पुआ सेठी पहुँचला, पाख चेयर बसिला। सी भी चा पीए, ये चार जन सांग ही चाह पियंती। तलू मुह करी गोड़ आंगुठी को माटी घसी घसी बहु कहला, बापा आपण पुओ मित्रांतर खोजुचंती। सासू पचारे, आलो हेटा कौन? से कहला, मामा मते आउ सी तांकर मित्र बोली भावुना, शत्रु भावुचंती। तेणु आउ जन को साथी करिया पई अन्य गोटे कौन सी परिवार रो कौन सी युवती को से सहसंगिनी करिवा पई निष्पत्ति नहीं सारे। अवश्य मु जानिनी से किए, तांकर चाली बोली ठाणी माणी कहानी चाहानी रु मु अनुभव करुछि जे मु आउ तांको मन भितरे नाही। तांको मन मंदिर मो पाई खाली हो जाइछि। मन मंदिर द्वार सबुदिन पाई बंद हो जाइछि। श्यामाचरण पुओ मुह को अनैले, कहले, बहु जा कहूछि ता कौन ठीक? पुओ कहला, हाँ से किसी भूल कहूना, कारण से तो मोर ही नहांती ना। नुआ नुआ जिमती मो बोल मानुथले, मते गेल करुथले, आम मध्यरे एक मधुर संपर्क थिला, आउ नाही। 8 दिन हैला मु अनुभव करुछि से जिमती मो पाई अचिन्हा हो जाइछन्ती। 18 तारीख रे मु कहली आउ टिके चा करी आणुना। से न शुणाली, कही न शुणला भली अध घंटा पर से कहउछन्ती, कौन कहल कि 19 रे पचारली, अरे तुम बापा को भल है को कथा कहूच? बापा कथा? हाँ से ऑफिस जाऊँच। 20 रे कहली मो सार्ट पैंट कहीं आयरन है। उत्तर दिहला, धोबा घरबा गाँव उठी पलैला। यही क्रम मु जहा जहाटा कहूची एक विरक्ति सूचक उत्तर दौरान। हेले जदि
ସେ ମୋର ମିତ୍ର ନୁହନ୍ତି, ମୁଁ ବଞ୍ଚିବି କିପରି? ଖୁବ୍ ଗମ୍ଭୀର ହୋଇ ଶ୍ୟାମାଚରଣ କହିଲେ ତାଙ୍କ ସ୍ତ୍ରୀକୁ, ଜ୍ୟୋତିଷ ତ କାଲି କହିଥିଲେ ମତେ, ରାହୁ ତୁମ ବହୁ ଜାତକରେ ଏକାଦଶରେ କୁମ୍ଭରେ ଅଛି, ପୁଅ ଜାତକରେ ଷଷ୍ଠରେ ଅଛି, ମିଥୁନରେ ଅଛି। ତୁମ ସ୍ୱାମୀ ସ୍ତ୍ରୀଙ୍କର ରାହୁର ସ୍ଥିତି ଯେମିତି ମଧୁମୟ, ଉଭୟଙ୍କର ତୃତୀୟରେ ଅଛି ଏବଂ ଆଜୀବନ ଆପଣ ଦୁହିଁଙ୍କୁ ରାହୁ ସୁରକ୍ଷା ଦେଇ ଆସିଛି, ସେମିତି ସେ ଦୁହିଁଙ୍କୁ ସୁରକ୍ଷା ଦେବ। ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଗଡ଼ା ଝଡ଼ ବହିବନି। କିନ୍ତୁ ତାଙ୍କ ଗଣନା ତ କେବେ କୋଉଠି ଭୁଲ ହେଇନି, ଏଇଟା ଗୋଟେ ଭୁଲ କେମିତି ହେଲା? ହଉ, ମୁଁ ତୁମ ଦୁହିଁଙ୍କୁ ଗୋଟିଏ ସପ୍ତାହ ଟାଇମ୍ ଦେଲି। ୟା ଭିତରେ ଯଦି ଦିହେଁ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ ନ କର, ତାହେଲେ ମୁଁ ପୁଅର ବାହାଘର ଅନ୍ୟତ୍ର କରିଦେବି ଏବଂ କଳାହାଣ୍ଡିର ନୂଆପଡ଼ାରେ ଯେଉଁ ଘର ଖଣ୍ଡିକ ଅଛି ତାକୁ ସେଇଠି ରଖିବାର ବ୍ୟବସ୍ଥା କରିବି। ତାକୁ କେବେ ବି କେନ୍ଦ୍ରାପଡ଼ା ଆଣିବାର ବ୍ୟବସ୍ଥା କରିବି ନାହିଁ, ତ୍ୟଜ୍ୟପୁତ୍ର କରିଦେବି। ଆଉ ତୋତେ ହିଁ ତମ ଘରକୁ ପଠାଇ ଦେଇ ତୋ ବାପାଙ୍କୁ କହିବି ତୁମେ ତାହାର ଅନ୍ୟତ୍ର ବାହା କରିଦିଅ। ଗୋଟିଏ ସପ୍ତାହ, ଆଜି ରବିବାର, ଆସନ୍ତା ରବିବାର ଭିତରେ ମୁଁ ତୁମଠାରୁ ଏଇ ଉତ୍ତର ଚାହୁଁଛି। ଯାଅ। ପୁଅ ବୋହୂ ଚା କପ୍ ଧରି ନିଜ ବେଡରୁମ୍ ଯାଇ କବାଟ ଦେଇଦେଲେ। ଇଏ ବୁଢ଼ାବୁଢ଼ୀ ଚା ପିଇ ସାରି ଖୁବ୍ ଧୀର ଭାବରେ କବାଟ ପାଖରେ ପହଞ୍ଚି ଶୁଣିଲେ ସେ ଦିହେଁ ହସୁଛନ୍ତି, ଭାରି ମୃଦୁ ହସ। ପୁଅ କହିଲା, ଦେଖିଲ ବାପା ତମକୁ କେତେ ଭଲ ପାଆନ୍ତି, ମତେ ତ୍ୟଜ୍ୟପୁତ୍ର କରିଦେବେ ଖାଲି ତୁମର ଏଇ କଥା ଶୁଣି ଶୁଣି। ବୋହୂ ମନା କଲା, ବାପା ତମକୁ ମୋଠୁ ବହୁତ ଭଲ ପାଆନ୍ତି। ସେ 8 ଦିନ ଟାଇମ୍ ଦେଇ କହିଛନ୍ତି ଯେ ତୋର ଘର ସଂସାର ତିଆରି କର, ନୂଆ ପଡ଼ା। ତୁ ଏକ ନୂଆ ପଡ଼ା ତିଆରି କର, ଯୋଉ ପଡ଼ାରେ ତୋ ବଂଶ ବୃଦ୍ଧି ହବ। ଆଉ ମତେ କହିଲେ ତୋ ବାପାକୁ କହି ଅନ୍ୟତ୍ର ବାହା କରାଇଦେବି। ମୁଁ ତ ଆମ ଘରକୁ ଗଲେ ମୋ ବାପାଙ୍କୁ ଚିନ୍ତା କରିବେ, ଏମିତି କାହିଁ କହିଲେ? ତା କଥା ହେଲା ଯୋ ମା ସଂସାର ମଧ୍ୟରେ ଘର କରିଥିଲେ ପଥର ପଡ଼ିଲେ ସହି, ଦାମ୍ପତ୍ୟ ଜୀବନ ତ କଳହ ହୁଏ। ଆଜି ପୁଅ କ'ଣ କହିଲା ବା କରିଲା, କାଲି ଯଦି ଆଉ ଗୋଟିଏ ପୁଅ ଯାହା ସାଙ୍ଗରେ ଯିବୁ ତୁ, ସିଏ ଯଦି ସେମିତି କରେ, ଏମିତି ଜୀବନ ସାରା କ'ଣ ପୁଅ ବଦଳଉଥିବୁ? ମୁଁ ବାପାଙ୍କର ଜଜମେଣ୍ଟରୁ ଏହା ଶିଖିଲି ଯେ ସତରେ ସେ ମହାନ, ଉଭୟଙ୍କୁ ଉଚିତ ଦଣ୍ଡ ଦେଇଛନ୍ତି। ବନ୍ଧୁ, ମୁଁ ଆପଣମାନଙ୍କୁ ଯେଉଁ ରାହୁ କଥା କହୁଲି, ସେ ରାହୁ ଜାତକରେ ଏକ ସ୍ୱର୍ଣ୍ଣିମ ଯୁଗ ସୃଷ୍ଟି କରନ୍ତି। ଆଜି ପର୍ଯ୍ୟନ୍ତ ଆପଣମାନଙ୍କୁ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ବିଷୟରେ ବିଶେଷ ଭାବରେ ବୁଝେଇଛି, ଯଥା ଜ୍ଞାନ କହିଛି। ଆଜି ଆପଣମାନଙ୍କୁ ସୂଚନା ଦେବି। ଏମିତି ପ୍ରାୟ 4-5ଟା ପିରିୟଡ଼ କରିବା ରାହୁ ବିଷୟରେ। ଆପଣମାନେ ଆପଣ ଜାତକ ଖୋଲନ୍ତୁ, ଦେଖନ୍ତୁ ରାହୁ କେଉଁଠି ଅଛନ୍ତି। ଯଶ ପ୍ରତିଷ୍ଠା ଛତ୍ର କାରକ ରାହୁ, ସର୍ବାର୍ଥ ଚିନ୍ତାମଣି ଗ୍ରନ୍ଥରେ ଲେଖା ଅଛି, ରାହୁ ଯଦି ଉଚ୍ଚରେ ସ୍ୱ ନକ୍ଷତ୍ରରେ ମୂଳ ତ୍ରିକୋଣରେ ଥାଏ, ତେବେ ତାହାର କଲ୍ୟାଣରୁ ବ୍ୟକ୍ତିକୁ ଯଶ ମିଳେ, ପ୍ରତିଷ୍ଠା ମିଳେ, ଆଉ ଅଧିକାର ମିଳେ। ସେ ଧନ ସମ୍ପତ୍ତିର ମାଲିକ କରାଇ ଦିଏ।
ହେଲେ ଆମେ ଜାଣିବା କେମିତି କେଉଁ ଜାଗାରେ ରାହୁ ଭଲ? ଆର୍ଦ୍ରା ନକ୍ଷତ୍ର, ସ୍ୱାତି ନକ୍ଷତ୍ର, ଶତବିଶା ନକ୍ଷତ୍ର, ଏହି ନକ୍ଷତ୍ର ତ୍ରୟ ରାହୁର ପ୍ରିୟ ନକ୍ଷତ୍ର। ଯେଣୁ ଆର୍ଦ୍ରା ନକ୍ଷତ୍ର ମିଥୁନର, ସ୍ୱାତି ନକ୍ଷତ୍ର ତୁଳାର, ଶତବିଶା ନକ୍ଷତ୍ର କୁମ୍ଭର। ତେଣୁ ମିଥୁନ ରାଶି ଆଉ ତୁଳା ରାଶି ଓ କୁମ୍ଭ ରାଶି ବି ରାହୁଙ୍କର ପ୍ରିୟ। ମିଥୁନ ରାଶିର ଅଧିପତି ବୁଧ, ତୁଳା ରାଶିର ଅଧିପତି ଶୁକ୍ର, କୁମ୍ଭ ରାଶିର ଅଧିପତି ଶନି ବି ରାହୁଙ୍କର ଅତି ପ୍ରିୟ। ଏହା ବ୍ୟତୀତ ଅନ୍ୟ ସମସ୍ତ 6ଟା ଯାକ ଗ୍ରହକୁ ସେ ଘୃଣା କରେ, ଅନାଦର କରେ। ଏମାନେ ବଳେଇ ପଶନ୍ତି ଆଉ। ଅତଏବ ମିଥୁନ ପତି ବୁଧ, ତୁଳାପତି ଶୁକ୍ର ଓ କୁମ୍ଭପତି ଶନି ଗ୍ରହତ୍ରୟ ମିଥୁନର ମିତ୍ର ଅଟନ୍ତି। ରାହୁଙ୍କର ସ୍ୱଗୃହ କନ୍ୟା, କନ୍ୟାରେ ରାହୁ ନିଜ ଘରେ ଥାନ୍ତି। କନ୍ୟାରେ ଜାତକରେ ରାହୁ ଥିଲେ ଭଲ। ଆମେ ଆମ ଘରେ ଯେମିତି ସ୍ୱାଧୀନ, କନ୍ୟାରେ ସେ ସ୍ୱାଧୀନ। ଉଚ୍ଚ ଗ୍ରହ ମିଥୁନ ଯଦି ମିଥୁନରେ ଥାନ୍ତି, ଯେମିତି କର୍କଟରେ ଉଚ୍ଚ ବୃହସ୍ପତି, ମୀନରେ ଉଚ୍ଚ ଶୁକ୍ର, ସେମିତି ମିଥୁନରେ ଉଚ୍ଚ ହେଲେ ରାହୁ। ଉଚ୍ଚ ଘରେ ଥିଲେ ଉଚ୍ଚ ମନା ଆସେ। ଉଚ୍ଚ ମନା ଯାହା ମିଥୁନରେ, ଯାହାର ବୁଦ୍ଧ ଘରେ ମିଥୁନରେ ରାହୁ ଥାନ୍ତି ସେ ଉଚ୍ଚ ମନା ହେଇଥାନ୍ତି। ସେମିତି ମୂଳ ତ୍ରିକୋଣ କୁମ୍ଭ ଅଟେ। କୁମ୍ଭ ହେଉଛି ତାଙ୍କର ସକଳ ଶକ୍ତିର ଉତ୍ସ। କୁମ୍ଭ ରାହୁ ପାଇଁ ଯେମିତି କୁମ୍ଭରେ ଶନି ସକଳ ଶକ୍ତିର ଉତ୍ସ, କୁମ୍ଭରେ ସେମିତି ରାହୁ ବି ସକଳ ଶକ୍ତିର ଉତ୍ସ। ଏହି କଥା କୁହାଯାଇଛି ପାରିଜାତ ଗ୍ରନ୍ଥରେ। ବୁଦ୍ଧଙ୍କ ସପ୍ତମରେ ଥିଲେ ରାହୁ ବା ବୁଦ୍ଧ ସହ ଥିଲେ ରାହୁ। ବୁଦ୍ଧଙ୍କ ସପ୍ତମରେ ରାହୁ ଥିଲେ, ବୁଦ୍ଧଙ୍କ ଦୃଷ୍ଟି ପଡ଼େ ରାହୁ ଉପରେ, କିନ୍ତୁ ବୁଦ୍ଧଙ୍କ ସହ ରାହୁ ଥିଲେ। ଉଭୟ ମିଶି ଏକ ଯୋଜନା କରନ୍ତି। ମୋର କହିବା ତାତ୍ପର୍ଯ୍ୟ, ବୁଦ୍ଧଙ୍କ ସହ ହଉ ବା ବୁଦ୍ଧଙ୍କ ଦୃଷ୍ଟିରେ ହେଉ ରାହୁ ଥିଲେ, ରାହୁଙ୍କର ସମସ୍ତ ଦୋଷ ଲିଭିଯାଏ। ସବୁ ଦୁର୍ଗୁଣକୁ ସେ ଭୁଲି ଯାଆନ୍ତି। ରାହୁଙ୍କର ଦୁର୍ଗୁଣ କ'ଣ ଆମେ କାଲି ଆଲୋଚନା କରିବା। ସବୁବେଳେ ମନେ ରଖିବେ, ବୁଦ୍ଧ ରାହୁଙ୍କର ଦୋଷ ହରଣ କରନ୍ତି। ଆଜି ଏତିକି। ରାହୁଙ୍କର ବାହୁ କେତେ ବଡ଼, ରାହୁଙ୍କର ବାହୁ କେତେ ବଡ଼, ସେ କ'ଣ କରିପାରନ୍ତି, କେତେ ଉଚ୍ଚକୁ ନେଇପାରନ୍ତି, ସେ ବିଷୟରେ ଆମେ 2-4ଟା ପିରିୟଡ଼ରେ ଆଲୋଚନା କରିବା। ଆଜି ରହିଲି, ନମସ୍କାର।